ମାତୃଭୂମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ପୂଜ୍ୟ ପ୍ରଣାମ। ଏହି ପ୍ରଥିତ ଯଶା ଅମୃତର କବି ଗଙ୍ଗାଧର ମେହେରଙ୍କର ଆଜି ପୁଣ୍ୟ ଜନ୍ମତିଥି। ଭାରତୀୟ ସାହିତ୍ୟାକାଶରେ ସ୍ୱଭାବ କବି ଗଙ୍ଗାଧର ମେହେର ଅନ୍ୟତମ ଉଜ୍ଜ୍ୱଳ ଜ୍ୟୋତିଷ୍କ। ସେ ଆଲୋକ ଓ ଅମୃତର କବି। ତପସ୍ୱିନୀ, ପ୍ରଣୟବଲ୍ଲରୀ, ଇନ୍ଦୁମତୀ, କୀଚକବଧ ଓ ଅର୍ଘ୍ୟଥାଳୀ ଆଦି କବିତା ଗ୍ରନ୍ଥ ତାଙ୍କ ସାରସ୍ୱତ ସାଧନାର ଅମର ସୃଷ୍ଟି। ଗଙ୍ଗାଧରଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱରେ ରହିଥିଲା ଅସାଧାରଣ ସାମଞ୍ଜସ୍ୟ। ଅତ୍ୟନ୍ତ ପ୍ରତିକୂଳତା ଭିତରେ ସେ କେବେ ଆଶା, ଆଲୋକ ଓ ମଧୁ ସନ୍ଧାନରୁ ନିବୃତ୍ତ ହୋଇନାହାନ୍ତି। ଏହି ଯୋଗଜନ୍ମା କବିଙ୍କ ଜନ୍ମ ହୋଇଥିଲା 9 ଅଗଷ୍ଟ 1862 ମସିହା ରାକ୍ଷୀ ପୂର୍ଣ୍ଣିମା ତିଥିରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବରପାଲିରେ। ଆଜିର ଦିନରେ ପ୍ରକୃତି କବି ଗଙ୍ଗାଧରଙ୍କୁ ସମଗ୍ର ଓଡ଼ିଶାରେ ସମାଜର ସବୁ ବର୍ଗରେ ଯେଉଁ ଶ୍ରଦ୍ଧା ଓ ସମ୍ମାନ ମିଳୁଛି ଏବଂ ତାଙ୍କର ଜନ୍ମତିଥି ପାଳନ କରାଯାଉଛି, ତାହା ବିରଳ। ତାଙ୍କ ଜନ୍ମଭୂମି ଭାବେ ବରପାଲିକୁ ମିଳିଛି କବିତୀର୍ଥର ମାନ୍ୟତା।